ସଞ୍ଜ ଅପସରି ଗଲାଣି କେତେବେଳୁ। ଫଗୁଣ ପୁନେଇର ଜହ୍ନଟା ଉଠି ଆସିଲାଣି କେତେ ଉପରକୁ ଆକାଶରେ। ଜହ୍ନର ତୋଫା ଆଲୁଅ ବିଛାଡ଼ି ହୋଇ ପଡ଼ିଛି ଚାରିଆଡ଼େ। ଘରର ପଛପଟ ପିଣ୍ଡାରେ କେତେବେଳୁ ବସିଛି ଯେ ସୁନୟନା ବସିଛି, ତାର ହୋସ ନାହିଁ। ସଞ୍ଜ ହେଇନଥିଲା, ବସିଛି ଯେ ବସିଛି। କୋଳରେ ମାସକର ଝିଅଟା ଶୋଇଛି, ଉଠି ନିଏ ଯାଏ। ଅନ୍ୟମନସ୍କ ଭାବରେ ଆଉଁସି ଦଉଥିଲା ଝିଅକୁ ସିଏ। ଶାଶୁଙ୍କର ଗାଳି ଶୁଣି ଉଠି ପଡ଼ିଲା ସୁନୟନା। ଶାଶୁଙ୍କର ଗାଳି ଶୁଣି ଶୁଣି କାନ ଦୁଇଟା ବଧିର ହୋଇଗଲାଣି। ଝିଅଟା ବି କାନ୍ଦି ଉଠିଲା। ଘର ଭିତରକୁ ପାଦ ଦେଲା ସୁନୟନା। ଶାଶୁଙ୍କର ଗାଳି ଏପର୍ଯ୍ୟନ୍ତ ବି ବନ୍ଦ ହେଇନି। କେଉଁଠୁ ଆସିଲା କେଜାଣି ଏ ଅଲକ୍ଷଣୀଟା? 7 ମାସରେ ମୋ ପୁଅକୁ ଖାଇଲା, ମୋତେ ଖାଇବ, ତା ଝିଅକୁ ବି ଖାଇବ, ଏମିତି ଅନେକ ଗାଳି। ବୃଦ୍ଧ ଶ୍ୱଶୁର କିନ୍ତୁ ଭାରି ସମ୍ବେଦନଶୀଳ। ଗାଳି ଦେଲାବେଳେ ଶାଶୁଙ୍କୁ ବିରକ୍ତି ହୁଅନ୍ତି ସେ। କୁହନ୍ତି କି, କାହିଁକି ଏମିତି କହୁଛୁ ଏଇ ହିନିମାନିଟାକୁ? ତାର ବା ଦୋଷ କ'ଣ? ଯାହା ଭାଗ୍ୟରେ ଅଛି ତାକୁ ତ ଭୋଗିବାକୁ ପଡ଼ିବ। ଶାଶୁ କିନ୍ତୁ ବୁଝନ୍ତିନି। ପୁରୁଣା କାଳିଆ ସ୍ତ୍ରୀଲୋକ ସିଏ। ସୁନୟନା ମନର ବେଦନା ବୁଝେ। ଗାଳି ଶୁଣିଲେ ବି ଉତ୍ତର ଦିଏନି। ମନ ଦୁଃଖ ହେଲେ ବି ଧରି ବସେନି। ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ। ମନେ ପଡ଼ୁଛି ଗଲା ଫଗୁଣର ଏଇ ପୁନେଇ ଦିନକୁ। ଏ ଘରକୁ ଆସିବା ତାର 2 ଦିନ ହୋଇଥାଏ। କେତେ ଭଲ ପାଉଥିଲେ ତା ଶାଶୁ ତାକୁ, ନିଜ ଜନ୍ମ କଲା ଝିଅ ଯେମିତି। ଗଲା ବର୍ଷ ହୋଲି ଦିନ ହିଁ ଏ ଘରେ ସେ ବୋହୂ ହେଇ ପାଦ ଦେଇଥିଲା। ବେଦୀ ବାହାଘର ନୁହେଁ, ଭଲ ପାଇ ଘରୁ ଲୁଚି ଚାଲି ଆସିଥିଲା ଫାଲ୍ଗୁନୀଙ୍କ ସହିତ। ବାଧ୍ୟ ହୋଇଥିଲା ଚାଲି ଆସିବାକୁ, କାରଣ ତାଙ୍କ ଘରେ ବାପା, ବୋଉ, ଭାଇ କେହି ବି ରାଜି ହୋଇନଥିଲେ ଫାଲ୍ଗୁନୀଙ୍କ ସହିତ ତାର ବିବାହ ପାଇଁ। ତେଣୁ ସେ ନିଜର ସମସ୍ତଙ୍କୁ ପର କରି ଫାଲ୍ଗୁନୀ ସହିତ ଲୁଚି ଚାଲି ଆସିଥିଲା। ସେଇଦିନଠୁ ନିଜ ପରିବାର ସହିତ ସବୁ ସମ୍ପର୍କ ତୁଟି ଯାଇଛି। ସେଦିନ ଦୁଃଖ ବି କରିନଥିଲା ସୁନୟନା। ଏକା ଜାତିର ନହେଲେ ବି ଫାଲ୍ଗୁନୀକୁ ସେ ପଢ଼ାବେଳୁ ହିଁ ଭଲ ପାଉଥିଲା। ତାଙ୍କୁ ଛାଡ଼ି ସେ ଅନ୍ୟ କାହାକୁ ବା ବିବାହ କରିଥାନ୍ତା କେମିତି? ଘରୁ ଚାଲି ଆସିବା ପରେ ମନ୍ଦିରରେ ବିବାହ ହୋଇ ଏଇ ଘରକୁ ଆସିଥିଲା। କିନ୍ତୁ ବିଧାତା ସହିଲାନି। ସବୁ ସୁଖ, ସବୁ ଆଶା ଯେମିତି ପାଣିରେ ମିଳେଇଗଲା। ବାପା ମାଙ୍କର ଅଭିଶାପ ପଡ଼ିଲା ଯେମିତି। ଫାଲ୍ଗୁନୀଙ୍କ ଦେହ ହଠାତ୍ ଖରାପ ହେଲା। ଡାକ୍ତରଖାନା 2 ଜଣ ଗଲେ। ସବୁ ପରୀକ୍ଷା ନିରୀକ୍ଷା କରି ଡାକ୍ତର ଯାହା କହିଲେ ଶୁଣିବା ପରେ ସୁନୟନାର ମୁଣ୍ଡ ଉପରେ ଯେମିତି ବଜ୍ର ଖସି ପଡ଼ିଲା। ଫାଲ୍ଗୁନୀକୁ ରକ୍ତ କର୍କଟ ରୋଗ। ଚାରିଆଡ଼ ଅନ୍ଧାର ଦିଶୁଥିଲା ସୁନୟନାକୁ। ଶାଶୁଘରର ସମସ୍ତ ସଞ୍ଚିତ ଅର୍ଥ, ଯାହା କିଛି ଜମିବାଡ଼ି ବିକ୍ରି ହୋଇ ତାଙ୍କ ଚିକିତ୍ସାରେ ସବୁ ସରିଗଲା। ତଥାପି ଭଲ ହୋଇପାରିଲେନି ଫାଲ୍ଗୁନୀ। ବାପା ଭାଇଙ୍କ ପାଖକୁ କିଛି ଅର୍ଥ ଆଶାରେ ବାପା ଘରକୁ ଧାଇଁ ଯାଇଥିଲା ସୁନୟନା। କାନି ପତେଇ ମାଗିଥିଲା ସାହାଯ୍ୟ, କିନ୍ତୁ ସମସ୍ତେ ମୁହଁ ଫେରାଇ ନେଇଥିଲେ। ନିର୍ଲଜ୍ଜ ଭାବେ ଆଖି ଲୁହ ଆଖିରେ ମାରି ଫେରି ଆସିଥିଲା ସିଏ। ତାର ଢଳ ଢଳ ଆଖି ଦୁଇଟାରେ ଯେମିତି ପରସ୍ତ ପରସ୍ତ ହୋଇ ଦୁଃଖ ସବୁ ନେସି ହୋଇଯାଇଛି। ଅର୍ଥ ଅଭାବରୁ ଫାଲ୍ଗୁନୀଙ୍କ ଚିକିତ୍ସା ବନ୍ଦ ହୋଇଗଲା। କ'ଣ ବା କରିପାରିଥାନ୍ତା ଆଉ ସୁନୟନା? ସାଇ ପଡ଼ିଶା, ସାଙ୍ଗସାଥି ସମସ୍ତଙ୍କୁ ତ ହାତ ପାତି ସାରିଛି। ବିବାହର 7 ମାସ ନ ପୁରୁଣୁ ଫାଲ୍ଗୁନୀ ତାକୁ ଛାଡ଼ି ଆର ପାରିକୁ ଚାଲିଗଲା। ତା ଜୀବନ ଆକାଶର ରଙ୍ଗ ବଦଳିଗଲା ଯେମିତି। ସବୁ ଫିକା ଫିକା ଅଦିନିଆ ଝଡ଼ରେ ଶ୍ରୀହୀନ ହୋଇଗଲା ଯେମିତି ଚାରିଆଡ଼। ମରିଯିବାକୁ ଚାହିଁଥିଲା ସୁନୟନା, ପାରିଲାନି। ତା ଗର୍ଭରେ ବଢ଼ୁଥିଲା ଫାଲ୍ଗୁନୀଙ୍କ ରକ୍ତ। ତାରି ପାଇଁ ବଞ୍ଚି ରହିଲା। ଦୋଳପୁନେଇ ମାସେ ଥିଲା। ଜନ୍ମ ହେଇଛି ଏଇ ଝିଅଟା। ଫାଲ୍ଗୁନୀଙ୍କ ମୁହଁଟା ଛିଡ଼େଇ ଆଣିଛି ଯେମିତି। ସୁନୟନା ତା ନାଁ ଦେଇଛି ଝରା, ଝରାସ୍ମିତା। ରାତି କେତେ ହେଲାଣି କେଜାଣି? ପୁନେଇ ଜହ୍ନଟା ଅଧା ଆକାଶକୁ ଉଠି ଆସିଲାଣି। ଶାଶୁ ଶ୍ୱଶୁର କ'ଣ ଦିଟା ଖାଇ କେତେବେଳୁ ଶୋଇଗଲେଣି। ସୁନୟନା ବସିଛି। ତା ବକ୍ଷରେ ଅମୃତକୁ ଶୋଷୁଛି ଝିଅଟା। ତା ପାଇଁ ଝରା ଫଗୁଣ ହେଇଯାଇଛି ଯେମିତି ସିଏ। ଆଖିକି ନିଦ ଆସୁନି ଆଉ। ଗାଁ ଦୋଳମଣ୍ଡପର କୀର୍ତ୍ତନ ଧୀରେ ସରି ଆସିଲାଣି। ଦଲକାଏ ପବନ ଆଉଁସି ଦେଇଗଲା ସୁନୟନାକୁ। ଏ ବର୍ଷ ଫଗୁଣର ଶେଷ ସମୀରଣତାକୁ ପରିହାସ କରୁଛି ଯେମିତି।
ସୁନୟନା ଭାବୁଥିଲା ଜୀବନରେ ଏତେ ଦୁଃଖ ଏତେ ନିଃସଙ୍ଗତା କେମିତି ବଞ୍ଚିବ ସେ। ଜୀବନଟା ଯେମିତି ତାର ଝରା ଫଗୁଣ। ଆକାଶକୁ ଚାହିଁଥିଲା। ରେଣୁ ରେଣୁ ଭାବନା ସବୁ ଆକାଶରେ ମିଳେଇ ଯାଉଥିଲା। ଆଖି ଲୁହକୁ ପଣତରେ ପୋଛିଲା ସୁନୟନା। ତ ଆପଣଙ୍କୁ କାହାଣୀଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ।